ଶଶିବାବୁ ଏଇ ରେକ୍ସଲରରେ ଆଜି ପ୍ରଥମ ଥର ପାଉଛ, ତମକୁ କେମିତି ଲାଗୁଛି? ଏହାର ଅନୁଭୂତି ଟିକେ ସେୟାର କର। ରେକ୍ସଲର ମୋର ଅଶେଷ ଅଶେଷ ଧନ୍ୟବାଦ। ଏତେ ଗୁଡ଼ାଏ ଜିନିଷ ଦେଖି ମନର ତ ଲୋଭ ଆଉ ଖୁସି ସମ୍ଭାଳି ହେଉନି। ଆଉ କ'ଣ କରିବା, ଆଉ ଖୁସି ଯେତିକି ଆଉ ସିଏ ଏତେ ତ ଖର୍ଚ୍ଚ ନଥିଲା। ଆମର ବର୍ତ୍ତମାନ ରେକ୍ସଲର ହିସାବରେ ଆମର ଦୁଇଟା ଯୋଜନା ହିସାବରେ ମୋର ପ୍ରଥମ ଯୋଜନା ତ ସ୍ୱରୋଜଗାର ଯୋଜନାରେ 350, ଆଉ ରେସନ ପାଇଁ ଅନ୍ନପୂର୍ଣ୍ଣା ଯୋଜନାରେ 500 ଦେଇକି ହେଇଛି। ପ୍ରଥମ ଥର ପାଇଁ ଯେଉଁ ପାଇଛି ବହୁତ ଖୁସି ଅଛି। ସେଥିରେ କ'ଣ କ'ଣ ଅଛି? ଅଟା 5 କେଜି ଅଟା, ବେସନ ହାପେ, ଚିନି ହାପେ, ଲକ୍ସ ସାବୁନ ଗୋଟେ ବଡ଼, ଆଉ ସୋରିଷ ତେଲ ଡବଲ ହରିଣ ହାପେ। ଆଉ ଅନ୍ୟମାନଙ୍କୁ କ'ଣ ସନ୍ଦେଶ ଦେବା ପାଇଁ ଚାହୁଁ? ଅନ୍ୟମାନଙ୍କୁ ସନ୍ଦେଶ ଦେବା ପାଇଁ ଏତିକି କହିବି ଯେ ନାଇଁ, ଆମେ ସବୁଦିନ ବରଂ ଯେଉଁଟା କିଣିକି ଖାଉଛନ୍ତି ଲୋକାଲ ମାର୍କେଟରୁ, ସେଟା କିଣିକି ଖାଉଛନ୍ତି ସବୁଦିନ କିଣିକି ସବୁଦିନ ପଇସା ଦେଇକି। କିନ୍ତୁ ଏଇଥିରେ ଯଦି ଆମେ ଥରେ ସଦସ୍ୟ ହେଇଯିବା ତ 12 ମାସ ପର୍ଯ୍ୟନ୍ତ ମାଗଣାରେ ଖାଇବାଟା ଆଉ କିଏ ଦେବାର ଅଛି? ଯଦି ରେକ୍ସଲରରେ ଖୁସି ଅଛନ୍ତି, ମୋ ଭଳିଆ ପାଇବାକୁ ଚାହାନ୍ତି, ତେବେ ଆସନ୍ତୁ, ଆମକୁ କଣ୍ଟାକ୍ଟ କରନ୍ତୁ, ଆଉ ଆମ ସହିତ ଯୋଡ଼ନ୍ତୁ। ଯୋଡ଼ିକି ରେକ୍ସଲରରେ ଜଣେ ଜଣେ ସଦସ୍ୟ ହୁଅନ୍ତୁ, ଫ୍ରିରେ ମାଗଣାରେ ବର୍ଷକ ପର୍ଯ୍ୟନ୍ତ ରାସନ ଖାଆନ୍ତୁ, ନିଜେ ଖାଆନ୍ତୁ, ଆଉ 2 ଜଣଙ୍କୁ ଖୁଆନ୍ତୁ।